ପ୍ରଥମ କରି ଧାନ ମଣ୍ଡିରେ ଟୋକନ ଆସିଥିଲା ସମ୍ବଲପୁର, ତାପରେ ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ଯାହାକି ଆପଣମାନଙ୍କର ନଭେମ୍ବର 28 ତାରିଖରେ ଟୋକନ ଗୁଡ଼ିକ ଆସିଥିଲା। ଏହିସବୁ ଜିଲ୍ଲାମାନଙ୍କରେ ସର୍ବପ୍ରଥମେ ଟୋକନ ଦିଆଯାଇଥିଲା, ତାପରେ ବାକି ଜିଲ୍ଲାମାନଙ୍କରେ ଟୋକନ ସବୁ ମିଳିଥିଲା। ବହୁତ ଚାଷୀ ଭାଇମାନେ କମେଣ୍ଟସ୍ କରୁଛନ୍ତି ଯେ ଆମର ଧାନ ମଣ୍ଡିର ଟୋକନଟି କେବେ ମିଳିବ। ତ ଦେଖନ୍ତୁ, ଯେଉଁ ଆପଣମାନେ ଜାଣିଥିବେ ପ୍ରତ୍ୟେକ ଗାଁରେ 10ଟା 12ଟା ଟୋକନ ସରକାରଙ୍କ ତରଫରୁ ଦିଆଯାଇଥିଲା। ଆପଣମାନେ କମେଣ୍ଟସ୍ କରିଥିଲେ ଏହା ପାଇଁ ଗୋଟେ ଭିଡ଼ିଓ ବନେଇବା ପାଇଁ। ତ ଦେଖନ୍ତୁ, ଭିଡ଼ିଓ ବନେଇବା ପାଇଁ ହେଲେ ପ୍ରୁଫ୍ର ଆବଶ୍ୟକତା ରହିଛି। ସରକାରଙ୍କ ଅଧୀନରେ ଯେଉଁ କର୍ମଚାରୀ ରହିଛନ୍ତି, ତ ତାଙ୍କ ପାଖରୁ ମୁଁ କନଫର୍ମ ନ ହେଲା ପର୍ଯ୍ୟନ୍ତ ମୁଁ ଭିଡ଼ିଓଟିକୁ ଆପଣମାନଙ୍କ ପାଇଁ ନେଇ ଆସିପାରେ ନାହିଁ। ସେଠୁ କନଫର୍ମ ହୁଏ, ତାପରେ ଆପଣମାନଙ୍କ ପାଇଁ ମୁଁ ଭିଡ଼ିଓ ପ୍ରୋଭାଇଡ଼ କରେ, ଯାହାଫଳରେ ଆପଣମାନେ ଠିକ୍ ସୂଚନାଟି ପାଇପାରିବେ। ଯାହା ବି ଅସୁବିଧା ରହୁଥିବ ଆପଣ ସେଇ ଅସୁବିଧାଟିକୁ ମଧ୍ୟ ଦୂର କରିପାରିବେ। ଏସବୁ ସମସ୍ୟାକୁ ଦୂର କରିବା ପାଇଁ ସରକାରଙ୍କ ତରଫରୁ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଥିଲା। ଦେଖନ୍ତୁ, ଆପଣଙ୍କ ମୋବାଇଲ ସ୍କ୍ରିନରେ ରହିଛି 1967। ଏହି ନମ୍ବରକୁ ଯେତେବେଳେ ଆମେ କଲ୍ କରୁଛେ, କଲ୍ ଲାଗିବାର ହିଁ ନା ଧରୁନି। ଯେତେଥର ମୁଁ ଚେଷ୍ଟା କଲି କଲ୍କୁ ଲଗାଇବା ପାଇଁ, କିନ୍ତୁ କହୁଛି ଯେ ଆପଣଙ୍କର ନମ୍ବରଟି ରେଜିଷ୍ଟ୍ରେସନ ହୋଇନାହିଁ। ତ ଏଇଭଳି ସମସ୍ୟା ମଧ୍ୟ ଆମେ ଦେଖିବାକୁ ପାଉଛୁ। ଆଗରୁ ଏଇ ନମ୍ବରରେ ଯେତେବେଳେ ଆମେ କଲ୍ କରୁଥିଲେ ଲାଗୁଥିଲା। ନଭେମ୍ବର 25-24 ଭିତରେ କଲ୍ ଲଗେଇଥିଲୁ, ଆମେ କଥା ବି ହେଇଥିଲୁ ସରକାରୀ କର୍ମଚାରୀଙ୍କ ସହିତ ଯେ କ'ଣ ସବୁ ଅସୁବିଧା ରହିଥିଲା ସେମାନେ ବି ଜଣେଇଥିଲେ। କିନ୍ତୁ ଏବେ କଲ୍ଟି ଲଗେଇଲେ କଲ୍ଟି ଜମା ହିଁ ଲାଗୁନି। ଆଉ ଗୋଟେ ବାଟ ମଧ୍ୟ ରହିଛି। ଦେଖନ୍ତୁ, କିଛି ଭାଇ କମେଣ୍ଟସ୍ କରିଥିଲେ ଯେ ଫୁଡ୍ ଓଡ଼ିଶା ପୋର୍ଟାଲକୁ ସେମାନେ ଭିଜିଟ୍ କରିପାରୁନାହାନ୍ତି। ଏହି ଭିଡ଼ିଓର ଡିସ୍କ୍ରିପସନରେ ମୁଁ ଆପଣମାନଙ୍କୁ ଲିଙ୍କ୍ ପ୍ରୋଭାଇଡ଼ କରିଦେଇଛି। ଆପଣମାନେ ସେ ଲିଙ୍କ୍ ଉପରେ କ୍ଲିକ୍ କରି ସିଧାସଳଖ ଆପଣ ଫୁଡ୍ ଓଡ଼ିଶା ପୋର୍ଟାଲକୁ ପଳେଇ ଆସିବେ। ଦେଖନ୍ତୁ, ଏଠାରେ ଗୋଟେ ଅପସନ୍ ରହିଛି ଇନକ୍ୱାରି ଟୋକନ ଷ୍ଟାଟସ୍ ଅଣ୍ଡର PPAS। ତ ଯେତେବେଳେ ଏହି ଅପସନ୍କୁ ଆମେ ଯାଉଛୁ, ଏଠି ଆପଣମାନେ ଏହି ବକ୍ସରେ ଆପଣମାନେ ଫାର୍ମାର କୋଡ଼ ଦେବେ। ଦେଲା ପରେ ବି SMS ଆସିବ। SMS ଆସିଲା ପରେ ଆପଣମାନଙ୍କର ଟୋକନଟି ଆସିବ ନାହିଁ। ଏହି ସାଇଟ୍ କିଛି ଦିନ କାମ କରୁଥିଲା। ବର୍ତ୍ତମାନ ଯେତେବେଳେ ଆମେ ଏହି ପ୍ରକ୍ରିୟା ସବୁ ଅବଲମ୍ବନ କରୁଛୁ, ବର୍ତ୍ତମାନ ପୋର୍ଟାଲ ପୁରା ଡାଉନ୍ ରହିଛି। ଯାହା ବି କିଛି କରିବା ପାଇଁ ଚେଷ୍ଟା କରୁଛୁ, କିଛି ବି ହେଇପାରୁନି। ବହୁ ଚାଷୀ ଭାଇମାନେ କମେଣ୍ଟସ୍ କରୁଛନ୍ତି ଆମକୁ ଟୋକନ କେବେ ମିଳିବ। ଆପଣ ତ ଦେଖିଥିବେ ରିସେଣ୍ଟଲି 2ଟା ଷ୍ଟେପ୍ରେ ଧାନ ଟୋକନ ଲୋକ ପାଇସାରିଲେଣି। ପ୍ରଥମେ ସରକାରଙ୍କ ତରଫରୁ ଯେଉଁ ଜିଲ୍ଲାକୁ ମିଳିବାର ଥିଲା ତ ମିଳିସାରିଲାଣି, ଆଉ ବାକି ଯେଉଁ ଜିଲ୍ଲାମାନଙ୍କ ପାଇଁ ଘୋଷଣା ହୋଇଥିଲା ସେମାନଙ୍କୁ ମଧ୍ୟ ମିଳିସାରିଲାଣି। ଏଥର ସରକାରଙ୍କ ତରଫରୁ ଯେଉଁ ଟୋକନଟି ଆସୁଛି ପ୍ରାୟ ସଟରଡେ ମର୍ଣ୍ଣିଂରେ ଆପଣମାନେ ଦେଖିବାକୁ ପାଉଥିବେ କି SMS ଆସୁଛି। ତା ସହିତ ଆପଣ ତ ଜାଣିଥିବେ କଳାହାଣ୍ଡି, ତା ସହିତ ଆପଣମାନଙ୍କର ବଲାଙ୍ଗୀର, ସୁନ୍ଦରଗଡ଼, ନୂଆପଡ଼ା ଏସବୁ ଜିଲ୍ଲାମାନଙ୍କରେ ଟୋକନ ସବୁ ଆସିବାକୁ ଆରମ୍ଭ କରିଛି। ଯାହା ସରକାରଙ୍କ ତରଫରୁ ନିର୍ଦ୍ଦେଶ ରହିଛି ଶନିବାର ମର୍ଣ୍ଣିଂରେ ପ୍ରତ୍ୟେକ ଯେଉଁ ଚାଷୀ ଭାଇମାନଙ୍କୁ ଟୋକନ ଗୁଡ଼ିକ ପ୍ରଦାନ କରାଯାଉଛି। ଆଉ ଯେଉଁ ଜିଲ୍ଲାମାନଙ୍କରେ ଟୋକନ ସବୁ ମିଳିବାର ଥିଲା ତ ଅଲରେଡ଼ି ସେମାନେ ପାଇସାରିଛନ୍ତି। କିଛି ଚାଷୀ ଭାଇ ତାଙ୍କ ମୋବାଇଲକୁ ଏପର୍ଯ୍ୟନ୍ତ ଟୋକନର SMS ଆସିନାହିଁ। ଆଉ ସେମାନେ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି ଯେ ଆମକୁ କେବେ ଟୋକନର SMS ଆସିବ, ଅର୍ଥାତ୍ ସରକାରଙ୍କ ତରଫରୁ କେବେ ସେମାନଙ୍କୁ ଟୋକନ ମିଳିବ। ଏହାକୁ ନେଇ ଚାଷୀ ଭାଇମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ଆଉ ଗୋଟେ ବଡ଼ ନିଷ୍ପତ୍ତି ମଧ୍ୟ ହୋଇଛି। ଆପଣମାନେ ଜାଣନ୍ତୁ, ଆପଣ ଘରେ ବସିକି ସବୁ କିଛି ଚେକ୍ କରିପାରିବେ। କେତେ ତାରିଖ ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବେ, କେତେ କୁଇଣ୍ଟାଲ ଆସିବ, ଆପଣମାନଙ୍କର ଟୋକନ ନମ୍ବର କେତେ ରହିଛି, ସବୁ କିଛି ଆପଣମାନେ ଜାଣିପାରିବେ ଆପଣ ଘରେ ବସି ନିଜର ମୋବାଇଲ ମାଧ୍ୟମରେ। ଯାହାକି ସରକାରଙ୍କ ତରଫରୁ ଆପଣମାନଙ୍କ ପାଇଁ ନୂଆ ବ୍ୟବସ୍ଥାଟି କରିଛନ୍ତି ସରକାର। ଯାହା ଆପଣ ଘରେ ବସି ଆପଣଙ୍କ ମୋବାଇଲ ମାଧ୍ୟମରେ ସବୁ କିଛି ଚେକ୍ କରିପାରିବେ। ଆପଣ କେମିତି ଚେକ୍ କରିବେ? ଚେକ୍ କରିବା ପାଇଁ ଏହାର ପ୍ରକ୍ରିୟା କେମିତି କ'ଣ ରହିଛି? ସମସ୍ତ ମଣ୍ଡିରେ ଏହି ବ୍ୟବସ୍ଥା ରହିଛି। ଆପଣମାନେ ଯେତେବେଳେ ଧାନ ମଣ୍ଡିରେ ଧାନ ନେଇ ବିକ୍ରୟ କରିବା ପାଇଁ ଯିବେ, ଯାହାକି ଆପଣମାନେ ସମ୍ପୂର୍ଣ୍ଣ ସୂଚନା ସେହି ମଣ୍ଡି ଠାରୁ ହିଁ ପାଇପାରିବେ। ଏ ନେଇ ଆପଣମାନଙ୍କୁ ଏହି ନୂଆ ଅପଡେଟଟି ଦିଆଯାଇଛି। ଆପଣମାନେ ଜାଣିଥିବେ ଯେଉଁ ଜାଗାରେ ସବୁ ମଣ୍ଡି ଗୁଡ଼ିକ ରହିଛି ସେହି ମଣ୍ଡି ଗୁଡ଼ିକ ମାନଙ୍କରେ ଗୋଟିଏ ଗୋଟିଏ ବ୍ୟାନର ମଧ୍ୟ ସରକାର ଦେଇଥାନ୍ତି। ଯେମିତିକା କ'ଣ ପ୍ରୋସେସ୍ ରହିବ, ଧାନ ମଣ୍ଡିରେ କେମିତି ଧାନ ବିକ୍ରୟ ହେବ, ତା ସହିତ ଧାନ ବିକ୍ରିକୁ ନେଇ ଯେଉଁ ସରକାରଙ୍କ ତରଫରୁ ଗାଇଡ଼ଲାଇନ୍ ରହିଛି
ତାହା ମଧ୍ୟ ସେଇ ବ୍ୟାନରରେ ମଧ୍ୟ ସୂଚିତ ରହିଥାଏ। ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ପ୍ରତ୍ୟେକ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଯେଉଁ ସୂଚନା ଗୁଡ଼ିକ ପ୍ରଦାନ କରାଯାଇଛି, ଅର୍ଥାତ୍ ସରକାରଙ୍କ ତରଫରୁ ଗୋଟିଏ ଗୋଟିଏ ବ୍ୟାନର ଯେଉଁ ଦିଆଯାଇଛି, ସେ ବ୍ୟାନରରେ ସମ୍ପୂର୍ଣ୍ଣ ସୂଚନା ମଧ୍ୟ ରହିଛି। ଆପଣଙ୍କ ମୋବାଇଲ ସ୍କ୍ରିନରେ ମୁଁ ଆପଣମାନଙ୍କୁ ଶୋ କରିଦେଉଛି, ଯାହା ସରକାରଙ୍କ ତରଫରୁ ପ୍ରତ୍ୟେକ ଯେଉଁ ଚାଷୀ ଭାଇମାନେ ଅଛନ୍ତି, ଯେଉଁମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବେ, ତ ସେମାନେ ଜାଣିବା ନିହାତି ଦରକାର ତ ଯେ କେମିତି ଆପଣମାନେ ଧାନ ମଣ୍ଡିରେ ଧାନ ବିକ୍ରୟ କରିବେ, ତାର ରୁଲ୍ ରେଗୁଲେସନ୍ କ'ଣ ରହିଛି, ଆଉ ଆପଣ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇବେ ଏଇ ନୋଟିସରୁ। ଦେଖନ୍ତୁ ମୁଁ ଆପଣମାନଙ୍କୁ ଏଇ ନୋଟିସଟି ମଧ୍ୟ ଦେଖାଉଛି, ଯାହା ସରକାରଙ୍କ ତରଫରୁ ବ୍ୟାନରରେ ମଧ୍ୟ ପ୍ରକାଶିତ ହୋଇଛି। ଦେଖନ୍ତୁ ଯାହାକି ଏହି ବ୍ୟାନରରେ ପ୍ରଥମେ ରହିଛି ଆପଣମାନଙ୍କର ଧାନ କ୍ରୟ କେନ୍ଦ୍ରର ନାମ ମଧ୍ୟ ରହିଛି। ଏହି ବ୍ୟାନରରେ ମଧ୍ୟ ମେନସନ୍ ରହିଛି IBRS ବିବରଣୀ ଜାଣିବା ନିମନ୍ତେ କେବଳ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବରରେ ଦେୟମୁକ୍ତ ନମ୍ବରକୁ ନିମ୍ନ ପ୍ରକାରର ଡାଏଲ୍ କରିବେ। ଦେୟମୁକ୍ତ ନମ୍ବରକୁ 1967କୁ କଲ୍ କଲା ପରେ ନିର୍ଦ୍ଦେଶ ମୁତାବକ 5 ଡାଏଲ୍ କଲେ ପଞ୍ଜୀକୃତ ଜମିର ବିବରଣୀ, 6 ଡାଏଲ୍ କଲେ ଟୋକନର ବିବରଣୀ ଓ 7 ଡାଏଲ୍ କଲେ ଧାନ ବିକ୍ରୟ ପ୍ରାପ୍ତ ସମ୍ବନ୍ଧୀୟ ବିବରଣୀ ଜାଣିପାରିବେ। ଅର୍ଥାତ୍ ଉପରୋକ୍ତ IBRS ବିବରଣୀ କେବଳ ପଞ୍ଜୀକୃତ ହୋଇଥିବା ମୋବାଇଲ ନମ୍ବର ଦ୍ୱାରା ଜାଣିହେବ। ତ ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେତେବେଳେ ଆପଣ ଏହି ନମ୍ବରକୁ କଲ୍ କରୁଛନ୍ତି, ତ ଆପଣମାନଙ୍କର ନମ୍ବର ଯଦି ପଞ୍ଜୀକୃତ ହୋଇଥିବ ତାହେଲେ ଆପଣମାନଙ୍କର ନମ୍ବରଟି ଲାଗିବ। ଯଦି ଆପଣଙ୍କ ନମ୍ବରଟି ପଞ୍ଜୀକୃତ ହୋଇନାହିଁ ଧାନ ମଣ୍ଡିରେ, ତାହେଲେ ଆପଣଙ୍କ ନମ୍ବରଟି ଲାଗିବନି। ତ ଏଇଟା ଆପଣମାନେ ଜାଣି ରଖନ୍ତୁ। ଆପଣ ବାରମ୍ବାର ପ୍ରୟାସ କରୁଥିବେ ଏହି ନମ୍ବରକୁ କଲ୍ କରିବା ପାଇଁ, କିନ୍ତୁ ଆପଣମାନଙ୍କର କଲ୍ଟି ଲାଗୁନଥିବ। ଏହା ସହିତ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି, ଯେଉଁମାନେ ପୂର୍ବ ବର୍ଷ ଧାନ ମଣ୍ଡିରେ ଧାନ ବିକ୍ରୟ କରିଛନ୍ତି, FAQ କ'ଣ ସେମାନେ ଭଲ ଭାବରେ ଜାଣିଥିବେ, ତଥାପି ମୁଁ ଆପଣମାନଙ୍କୁ ଏହାର ସାମ୍ୟକ ସୂଚନା ମଧ୍ୟ ଦେଉଛି। ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ଚାଷୀ ଭାଇମାନେ ଦ୍ୱନ୍ଦ୍ୱ ରହିଛନ୍ତି ଯେ ଧାନର ରେଟ୍ କେତେ କ'ଣ ରହିବ ଏଥର, ଯାହାକି ସରକାରଙ୍କ ତରଫରୁ ଏନେଇ ନୋଟିଫିକେସନଟି ମଧ୍ୟ ଜାରି କରାଯାଇଛି। ଆପଣଙ୍କ ମୋବାଇଲ ସ୍କ୍ରିନରେ ଆପଣ ଦେଖିବାକୁ ପାଉଥିବେ, ଯାହା ସରକାରଙ୍କ ତରଫରୁ ଆପଣମାନଙ୍କ ପାଇଁ ଏହି ନୋଟିସଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣମାନଙ୍କର ଦ୍ୱନ୍ଦ୍ୱ ସବୁ କ୍ଲିୟର ହୋଇଯିବ। ତ ପ୍ରଥମେ ରହିଛି ଆପଣମାନଙ୍କର FAQ ମାନର ଧାନ କ୍ୱିଣ୍ଟାଲ ପ୍ରତି କରେ ସାଧାରଣ କମନ FAQ, ଯେଉଁଟାକି ରହିବ ଆପଣମାନଙ୍କର 2369 ଟଙ୍କା। ତା ସହିତ ଖରେ ଇନପୁଟ ସହାୟତା ଆପଣମାନଙ୍କର 731 ଟଙ୍କା। ଦେଖନ୍ତୁ ସରକାରଙ୍କ ତରଫରୁ ଯେଉଁ ଆପଣମାନଙ୍କର କମନ FAQ ରହିଛି, ସେଇଟା 2369 ଟଙ୍କା ମିଳିବ କେନ୍ଦ୍ର ସରକାରଙ୍କ ତରଫରୁ। ଏଇଥର 69 ଟଙ୍କା ବଢ଼ିକି ଆସିଛି କେନ୍ଦ୍ର ସରକାରଙ୍କ ତରଫରୁ, କିନ୍ତୁ ଏହି 69 ଟଙ୍କାଟି ଆପଣମାନଙ୍କର ଇନପୁଟ ସହାୟତା 800 ଟଙ୍କା ଥିଲା। ଏହି ଇନପୁଟ ସହାୟତା 800 ଟଙ୍କାରୁ 69 ଟଙ୍କା ମାଇନସ୍ କରିଦେଲେ ଆପଣମାନଙ୍କର 731 ଟଙ୍କା ହେବ। ମୋଟ ଆପଣମାନଙ୍କୁ 3100 ଟଙ୍କା ମିଳିବ।